ओडिशा निजुक्ति समस्तଙ୍କୁ स्वागत। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଜାଣି ରଖନ୍ତୁ BECIL DO ରିକ୍ରୁଟମେଣ୍ଟ 2025 ଆସିଯାଇଛି। ଅର୍ଗାନାଇଜେସନ ଆଣ୍ଡ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ ବା BECIL ରହିଛି। ଟାଇପ ଅଫ୍ ଜବ୍ ପର୍ମାନେଣ୍ଟ ରହିଛି। କ୍ୟାଟେଗୋରୀ ଗଭର୍ଣ୍ଣମେଣ୍ଟ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ ଭାରିୟସ୍ ପୋଷ୍ଟ ରହିଛି। ଆପ୍ଲିକେସନ ମୋଡ୍ ଅଫଲାଇନ୍ ରହିଛି। ଏହା ଆପଣ ପୋଷ୍ଟାଲ ଦ୍ୱାରା ଆବେଦନ କରିପାରିବେ। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଇଣ୍ଡିଆ ରହିଛି। ଲାଷ୍ଟ ଡେଟ୍ 24 ଫେବୃଆରୀ 2025 ରହିଛି। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆବେଦନ କରିପାରିବେ। ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ ଏଥିରେ +2 ରହିଛି, 10th ରହିଛି, ଡିପ୍ଲୋମା ରହିଛି, ITI ରହିଛି, ବିଟେକ୍ ରହିଛି, MSc ରହିଛି, BSc ରହିଛି ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରହିଛି, ମେକାନିକାଲ ଇଞ୍ଜିନିୟର ରହିଛି। ପୋଷ୍ଟ ନେମ୍ ଦେଖିବାକୁ ଗଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ରହିଛି, ଚିଫ୍ ଡାଏଟିସିଆନ୍ ରହିଛି, DO ରହିଛି, ଜୁନିୟର ଟେକ୍ନିସିଆନ୍ ରହିଛି, ଲ୍ୟାବ୍ ଆଟେଣ୍ଡାଣ୍ଟ ଗ୍ରୁପ୍ 2 ରହିଛି, ଷ୍ଟୋର କିପର ଆଣ୍ଡ ଅଦର ପୋଷ୍ଟ ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ 21 ବର୍ଷ, ମ୍ୟାକ୍ସିମମ୍ ଏଜ୍ 40 ବର୍ଷ। ଏଜ୍ ରିଲାକ୍ସେସନ ଦେଖିବାକୁ ଗଲେ OBC ଷ୍ଟୁଡେଣ୍ଟମାନଙ୍କ 3 ବର୍ଷ ରହିଛି, ST SC PWD ମାନଙ୍କର 5 ବର୍ଷ ରହିଛି, ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି, PWD ପ୍ଲସ୍ SC ST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ 19,900 ରୁ 67,700 ପର ମନ୍ଥ ରହିଛି। ସିଲେକ୍ସନ ପ୍ରୋସେସ ଦେଖିବାକୁ ଗଲେ ଇଣ୍ଟରଭ୍ୟୁ ରହିଛି ବା ଆସେସମେଣ୍ଟ ରହିଛି। ଆପ୍ଲିକେସନ ଫି ଦେଖିବାକୁ ଗଲେ ଜେନେରାଲ ମାନଙ୍କର 590 ରହିଛି, ଓମେନ୍ ମାନଙ୍କର 590 ରହିଛି, OBC ମାନଙ୍କର 590 ରହିଛି, PH ବା EWS ମାନଙ୍କର 295 ରହିଛି ଏବଂ SC ST ମାନଙ୍କର 295 ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ ସମସ୍ତ କ୍ୱାଲିଫିକେସନ ସାର୍ଟିଫିକେଟ ରହିଛି, ରିସେଣ୍ଟ 2 ପାସପୋର୍ଟ ସାଇଜ ଫଟୋ ରହିଛି, କାଷ୍ଟ ସାର୍ଟିଫିକେଟ ରହିଛି, ଆଧାର କାର୍ଡ ରହିଛି, ରେସିଡେନ୍ସ ସାର୍ଟିଫିକେଟ ରହିଛି, ଏକ୍ସପିରିଏନ୍ସ ସାର୍ଟିଫିକେଟ ରହିଛି, ବାୟୋଡାଟା ରହିଛି ଏବଂ ଭୋଟର ଆଇଡି କାର୍ଡ ରହିଛି। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଅଲରେଡି ଷ୍ଟାର୍ଟ ହେଇସାରିଛି। ଲାଷ୍ଟ ଡେଟ୍ 24 ଫେବୃଆରୀ 2025। ଯେଉଁମାନେ ଏହି ପୋଷ୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି ଆପଣଙ୍କ ପାଖରେ ଥିବା ପୋଷ୍ଟାଲରେ ଆପଣ ଯୋଗାଯୋଗ କରିପାରିବେ। ଥ୍ୟାଙ୍କ ୟୁ।